ଏହା ହେଉଛି ମୋ ଦାଦାଙ୍କର ଘର। ମୋର ଶ୍ରଦ୍ଧେୟ ସାଙ୍ଗ ଭାସ୍କର ଚନ୍ଦ୍ର ସାହୁଙ୍କର ବାସଭବନର ଛାତ ଉପରେ ମୁଁ ଫଟୋ ଉଠାଉଛି। ଏଇଟା ହେଉଛି ବଜରଙ୍ଗବାଲିଙ୍କ ମନ୍ଦିର, ହନୁମାନ ଜୀଉ କୃପା ପରିଷଦ ଗୋପାଳପୁର ଶଙ୍ଖେଶ୍ୱର ହନୁମାନ ମନ୍ଦିର। ଆଉ ଶୁଣନ୍ତୁ, ଯେଉଁଠି ମାଇକ୍ ବାଜୁଛି ସେଠି ହେଉଛି ମୋର ଘର। ଜଷ୍ଟ 200 ମିଟର ଆସିଲା ପରେ ପ୍ରଭୁ ହନୁମାନ ବିରାଜମାନ କରିଛନ୍ତି। ଆକର୍ଷଣୀୟ ପରିବେଶ। ମୋ ଗାଁ ବହୁତ ଆକର୍ଷଣୀୟ। ଆପଣମାନେ ଦେଖନ୍ତୁ, ଏଇ ହେଉଛି ସୁକ ପାନ ଦୋକାନ। ଏ ଜଣେ ନନାଙ୍କ ଘର। ଆଉ ଏଇ ଯେଉଁ ଘରଟା ଆପଣ ଦେଖାଉଛି, ଇଏ ହେଉଛନ୍ତି ଜଗନ୍ନାଥ ବେହେରା, ବାବାଚରଣ ବେହେରା। ଯେ ବର୍ତ୍ତମାନ ଅଛନ୍ତି ଜେଇ, ଆମର ମାଲକାନଗିରିର ଜେଇ ଅଛନ୍ତି ଜଗନ୍ନାଥ ବେହେରା। ତାଙ୍କ ବାସଭବନ, ପୈତୃକ ବାସଭବନ ଏଇ କୋଠାଟି। ମୋ ଗାଁ ବହୁତ ସୁନ୍ଦର। ଆଇ ଲଭ୍ ମାଇ ଭିଲେଜ୍ ଭେରି ମଚ୍। ଗାଁ ପରି ସତରେ ଗାଁ ଭଳିଆ ଆଉ କେଉଁଠି ଆପଣ ଶାନ୍ତି ମିଳିବନି। ଗାଁ ଆପଣ ବାହାରେ ଯଦି କୋଟି କୋଟି ଟଙ୍କା ମାନେ ଇନକମ୍ କରୁଥିବେ, ମଟନରେ ଭାସୁଥିବେ, କିନ୍ତୁ ଗାଁରେ ଶାଗ ପଖାଳ ଏବଂ ଗାଁର ପରିବେଶର ଗୋଟାଏ ସମ୍ପୂର୍ଣ୍ଣ ତା'ର ମଜା ଅଲଗା। ଯିଏ ଗାଁରେ ରହୁଛନ୍ତି ସେମାନଙ୍କୁ ମୁଁ ଭାବେ ସେମାନେ ହେଉଛନ୍ତି ସବୁଠାରୁ, ମାନେ କେଉଁ ଜନ୍ମରେ କେଉଁ ପୁଣ୍ୟ କରିଥିଲେ ସେମାନେ ଗାଁରେ ରହିଛନ୍ତି, ଲୋକମାନଙ୍କ ସହିତ ରହୁଛନ୍ତି। ଆଉ ଗାଁରେ ରହିବ ଆପଣ କ'ଣ, ସବୁବେଳେ ତ ପୂଜା ପାର୍ବଣ ଫଙ୍କସନ୍ ସବୁବେଳେ। ଆଉ ମାନେ ଆପଣ ଗାଁରେ ଯଦି ରହିବେ, ଅଧା ଦିନ ଘରେ ଖାଇବେନି, ବାହାରେ ଖାଇବେ। ଆଜି ଶନି ମେଳା, କାଲି ବାହାଘର, କି ସେ ଛାଡ଼। ପୂଜା ପର୍ବ ମାନେ 12 ମାସରେ 13 ପର୍ବ କ'ଣ, ଏଠି 120 ପର୍ବ ହେଉଛି। ଆପଣ ଯେଉଁଠିକି ଯିବେ ଖାଲି ଖାଇବା, ଖାଲି ତ ଖାଇବାରେ ଭାସୁଛି ଆଉ ଗାଁ। ଆଉ ତେଣୁ ଏଇଟା ହେଉଛି ମୋର ଶଙ୍ଖେଶ୍ୱର ଗାଁ, ଗୋପାଳପୁର। ବହୁତ ପରିବେଶ, ସୁନ୍ଦର ପରିବେଶ। ଆଉ ମୁଖ୍ୟ ଆକର୍ଷଣ, ପ୍ରତ୍ୟକ୍ଷ ବସିଛନ୍ତି ଏଠାରେ ବଜରଙ୍ଗବାଲି, ମୋର ଇଷ୍ଟ ଦେବ। ମୋତେ ମହା ବିପଦରୁ ରକ୍ଷା କରିଛନ୍ତି ବଜରଙ୍ଗବାଲି। ଜୟ ହନୁମାନ, ଜୟ ହନୁମାନ, ଜୟ ହନୁମାନ।